ଓଡ଼ିଆ ପତ୍ରପତ୍ରିକା ସାହିତ୍ୟ ପାର୍ଟ 2। ଓଡ଼ିଶାର ସର୍ବପ୍ରଥମ ପ୍ରେସ୍ କେଉଁଟି? ଉତ୍ତର ଓଡ଼ିଶା ମିଶନ ପ୍ରେସ୍। ଖ୍ରୀଷ୍ଟଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଇଂରେଜମାନେ କେଉଁ ପତ୍ରିକା ପ୍ରକାଶ କରିଥିଲେ? ଉତ୍ତର ଜ୍ଞାନାରୁଣ। ମିଶନ ପ୍ରେସ୍ର ପ୍ରତିଷ୍ଠାତା କିଏ ଥିଲେ? ଉତ୍ତର ଉଇଲିୟମ କେରି। କେଉଁଠାରେ ମିଶନ ପ୍ରେସ୍ ସ୍ଥାପିତ ହୋଇଥିଲା? ଉତ୍ତର କଲିକତା ନିକଟବର୍ତ୍ତୀ ଶ୍ରୀରାମପୁର। ଓଡ଼ିଶାରେ ମିଶନ ପ୍ରେସ୍ କେଉଁଠାରେ ସ୍ଥାପିତ ହୋଇଥିଲା? ଉତ୍ତର କଟକ। ମିଶନ ପ୍ରେସ୍ରୁ କେଉଁ କେଉଁ ପତ୍ରିକା ପ୍ରକାଶ ପାଇଥିଲା? ଉତ୍ତର ଜ୍ଞାନାରୁଣ, ପ୍ରବୋଧ ଚନ୍ଦ୍ରିକା, ଅରୁଣୋଦୟ। ଜ୍ଞାନାରୁଣ ପତ୍ରିକା କେଉଁ ମସିହାରେ ପ୍ରକାଶ ପାଇଥିଲା? ଉତ୍ତର 1856 ମସିହା। କେଉଁ ମସିହାରେ ଉତ୍କଳ ଦୀପିକା ପ୍ରକାଶ ପାଇଥିଲା? ଉତ୍ତର 1866 ମସିହା। ବୋଧଦାୟିନୀ ପତ୍ରିକା କେଉଁଠାରୁ ପ୍ରକାଶ ପାଉଥିଲା? ଉତ୍ତର ବାଲେଶ୍ୱର। ପ୍ରବୋଧ ଚନ୍ଦ୍ରିକା ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ଚାର୍ଲସ ଲେସି। ସମ୍ବାଦ ବାହିକା ପତ୍ରିକା କେତେ ମସିହାରେ ପ୍ରକାଶ ପାଇଥିଲା? ଉତ୍ତର 1868 ମସିହା। ଓଡ଼ିଶାର ଦ୍ୱିତୀୟ ସାହିତ୍ୟ ପତ୍ରିକା କେଉଁଟି? ଉତ୍ତର ଉତ୍କଳମଧୁପ। ଉତ୍କଳ ଦର୍ପଣ ସାହିତ୍ୟ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1873 ମସିହା। ଉତ୍କଳ ଦର୍ପଣ ପତ୍ରିକା କେବେଠାରୁ ପ୍ରକାଶ ପାଉଥିଲା? ଉତ୍ତର 1873 ମସିହା। ଉତ୍କଳମଧୁପ କେବେ ପ୍ରକାଶ ପାଇଥିଲା? ଉତ୍ତର 1878 ମସିହା। ପ୍ରଦୀପ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1885 ମସିହା। ନବସମ୍ବାଦ ପ୍ରଥମେ କେଉଁ ଧରଣର ପତ୍ରିକା ଥିଲା? ଉତ୍ତର ସାପ୍ତାହିକ। ଓଡ଼ିଆ ଓ ନବସମ୍ବାଦ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1888 ମସିହା। ସମ୍ବଲପୁର ହିତୈଷିଣୀ କେବେ ପ୍ରକାଶ ପାଇଥିଲା? ଉତ୍ତର 1889 ମସିହା। ଉତ୍କଳ ହିତୈଷିଣୀ ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର କାଳୀପଦ ବନ୍ଦୋପାଧ୍ୟାୟ। କୁଜିବର ପତ୍ରର ସମ୍ପାଦକ କିଏ ଥିଲେ? ଉତ୍ତର ସାଧୁସୁନ୍ଦର ଦାସ। ଉତ୍କଳ ପ୍ରଭା କେଉଁଠାରୁ ପ୍ରକାଶ ପାଉଥିଲା? ଉତ୍ତର ବାରିପଦା। ଉତ୍କଳ ପ୍ରଜ୍ଞାର ପ୍ରଥମ ସମ୍ପାଦକ କିଏ? ଉତ୍ତର ଚୈତନ୍ୟ ପ୍ରସାଦ ରାୟ। ବିଶ୍ୱନାଥ କର କେଉଁ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ଥିଲେ? ଉତ୍ତର ଉତ୍କଳ ସାହିତ୍ୟ। ଇନ୍ଦ୍ରଧନୁ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1893 ମସିହା। ଇନ୍ଦ୍ରଧନୁ ପତ୍ରିକା କେଉଁଠାରୁ ପ୍ରକାଶ ପାଉଥିଲା? ଉତ୍ତର କଟକ। ଇନ୍ଦ୍ରଧନୁ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1893 ମସିହା। କେଉଁ ପତ୍ରିକା ରାଧାନାଥ ସାହିତ୍ୟର ପୃଷ୍ଠପୋଷକତା କରୁଥିଲା? ଉତ୍ତର ବିଜୁଳି। ମୁକୁର ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ବ୍ରଜସୁନ୍ଦର ଦାସ। ଓଡ଼ିଶାର ପ୍ରଥମ ଦୈନିକ ସମ୍ବାଦପତ୍ର ଆଶା କେବେ ପ୍ରକାଶ ପାଇଥିଲା? ଉତ୍ତର 1892 ମସିହା। ଗୋପବନ୍ଧୁ ଦାସ କେବେ ସତ୍ୟବାଦୀ ପତ୍ରିକାର ପ୍ରକାଶନ କରିଥିଲେ? ଉତ୍ତର 1915 ମସିହା। କିଏ କଟକ ପ୍ରିଣ୍ଟିଂ କମ୍ପାନୀ ସ୍ଥାପନା କରିଥିଲେ? ଉତ୍ତର ଗୌରୀଶଙ୍କର ରାୟ। ଜଗନ୍ନାଥ ବଲ୍ଲଭ ପ୍ରେସ୍ କେବେ ସ୍ଥାପିତ ହୋଇଥିଲା? ଉତ୍ତର 1886 ମସିହା। ରାମଶଙ୍କର ରାୟଙ୍କ ପ୍ରଥମ ଉପନ୍ୟାସ ସୌଦାମିନୀ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ଉତ୍କଳମଧୁପ। ସେବକ ପତ୍ରିକା କେଉଁ ଧର୍ମର ପୃଷ୍ଠପୋଷକ ଥିଲା? ଉତ୍ତର ବ୍ରାହ୍ମଧର୍ମ।
ନୀଳମଣି ବିଦ୍ୟାରତ୍ନ ପ୍ରଥମେ କେଉଁ ପତ୍ରିକାର ସମ୍ପାଦକ ଥିଲେ? ଉତ୍ତର ସମ୍ବଲପୁର ହିତୈଷିଣୀ। ପ୍ରଜାବନ୍ଧୁ ପତ୍ରିକା କେଉଁଠାରୁ ପ୍ରକାଶ ପାଉଥିଲା? ଉତ୍ତର ଖଲିକୋଟ। ସତ୍ୟ ସମାଚାର ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ବ୍ରଜସୁନ୍ଦର ଦାସ। ବୈକୁଣ୍ଠନାଥ ଦେ କେଉଁ ପତ୍ରିକାର ପ୍ରକାଶକ ଥିଲେ? ଉତ୍ତର ଉତ୍କଳ ଦର୍ପଣ। ପ୍ୟାରୀମୋହନ ଆଚାର୍ଯ୍ୟ କେଉଁ ପତ୍ରିକାର ସମ୍ପାଦନା ସହ ସମ୍ପୃକ୍ତ ଥିଲେ? ଉତ୍ତର ଉତ୍କଳପୁତ୍ର। ଶିକ୍ଷାବନ୍ଧୁ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1885 ମସିହା। ବିଦେଶୀ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1873 ମସିହା। ଉତ୍କଳପ୍ରଭା ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1891 ମସିହା। ଉତ୍କଳପ୍ରଭା ପତ୍ରିକାର ପୃଷ୍ଠପୋଷକ କିଏ ଥିଲେ? ଉତ୍ତର ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ। କୋହିନୂର ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1880 ମସିହା। ସଂସ୍କାରକ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1884 ମସିହା। ବ୍ରାହ୍ମ ପତ୍ରିକାର ସମ୍ପାଦକ କିଏ? ଉତ୍ତର ବିଶ୍ୱନାଥ କର। ଆଲୋଚନା ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1900 ମସିହା। ସହକାର ପତ୍ରିକା ପ୍ରଥମେ କେଉଁଠାରୁ ପ୍ରକାଶ ପାଇଥିଲା? ଉତ୍ତର ପୁରୀ। ଯୁବକ ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ରାମପ୍ରସାଦ ସିଂ। ନବଯୁଗ ସାହିତ୍ୟ ସଂସଦର ମୁଖପତ୍ରର ନାମ କ'ଣ? ଉତ୍ତର ଆଧୁନିକ। ନବଭାରତ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1934 ମସିହା। ଆଧୁନିକ ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ଭଗବତୀ ଚରଣ ପାଣିଗ୍ରାହୀ। ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ପତ୍ରିକା ପ୍ରକାଶ କରିଥିଲେ? ଉତ୍ତର ଡଗର। ସବୁଜ ସାହିତ୍ୟ ସମିତିର ମୁଖପତ୍ରର ନାମ କ'ଣ? ଉତ୍ତର ଯୁଗବୀଣା। ଗଞ୍ଜାମ ଓଡ଼ିଆ ହିତବାଦିନୀ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1899 ମସିହା। ପ୍ରଜାବନ୍ଧୁ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1882 ମସିହା। ଦିଗନ୍ତ ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ଗୋଦାବରୀଶ ମହାପାତ୍ର କେଉଁ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ? ଉତ୍ତର ନିଆଁଖୁଣ୍ଟା। ଶଙ୍ଖ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1945 ମସିହା। ଗୋପବନ୍ଧୁଙ୍କ ସମାଜ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1919 ମସିହା। ବାରୁଣୀ ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1926 ମସିହା। ଝଙ୍କାର ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1949 ମସିହା। ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର କେଉଁ ନାମରେ ପ୍ରକାଶିତ? ଉତ୍ତର କୋଣାର୍କ। ଜାନକୀବଲ୍ଲଭ ପଟ୍ଟନାୟକ ପ୍ରଥମେ ପ୍ରକାଶ କରିଥିବା ପତ୍ରିକାର ନାମ କ'ଣ? ଉତ୍ତର ପୌରୁଷ। ଆସନ୍ତାକାଲି ପତ୍ରିକା କେବେ ପ୍ରକାଶ ପାଇଥିଲା? ଉତ୍ତର 1950 ମସିହା। ନବରବି ପତ୍ରିକା କେଉଁଠାରୁ ପ୍ରକାଶ ପାଉଥିଲା? ଉତ୍ତର 1970 ମସିହା। ଚତୁରଙ୍ଗ ପତ୍ରିକାର ପ୍ରତିଷ୍ଠାତା ପୃଷ୍ଠପୋଷକ କିଏ ଥିଲେ? ଉତ୍ତର ରାଜେନ୍ଦ୍ର ନାରାୟଣ ସିଂଦେଓ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପତ୍ରିକାର ନାମ କ'ଣ? ଉତ୍ତର ସପ୍ତର୍ଷି। ଇସ୍ତାହାର ପତ୍ରିକାର ପ୍ରଥମ ପ୍ରକାଶ କାଳ କେତେ? ଉତ୍ତର 1975 ମସିହା। ଓଡ଼ିଶାର ପ୍ରଥମ ଦୈନିକ ସମ୍ବାଦପତ୍ରର ନାମ କ'ଣ? ଉତ୍ତର ଦୈନିକ ଆଶା। ଓଡ଼ିଶାର ପ୍ରଥମ ଶିଶୁ ପତ୍ରିକାର ନାମ କ'ଣ? ଉତ୍ତର ପ୍ରଭାତ। ଓଡ଼ିଶାର ପ୍ରଥମ ନାରୀ ପତ୍ରିକାର ନାମ କ'ଣ? ଉତ୍ତର ଆଶା। ଜହ୍ନମାମୁଁ ଶିଶୁ ପତ୍ରିକା କେବେଠାରୁ ପ୍ରକାଶ ପାଉଥିଲା? ଉତ୍ତର 1932 ମସିହା। ସଂସାର ଶିଶୁ ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ରାମକୃଷ୍ଣ ନନ୍ଦ। ଶିଶୁ ପତ୍ରିକା ମୀନାବଜାରର ପ୍ରତିଷ୍ଠାତା ସମ୍ପାଦକ କିଏ? ଉତ୍ତର ରାମପ୍ରସାଦ ମହାନ୍ତି।
ଗୋଦାବରୀଶ ମହାପାତ୍ର କେଉଁ ଶିଶୁ ପତ୍ରିକାର ସମ୍ପାଦକ ଥିଲେ? ଉତ୍ତର ଟୁଆଁ ଟୁଇଁ। ସଚ୍ଚିଦାନନ୍ଦ ରାଉତରାୟ କେଉଁ ପତ୍ରିକାର ସମ୍ପାଦକ ଥିଲେ? ଉତ୍ତର ଦିଗନ୍ତ। ଫକୀରମୋହନଙ୍କ ଛଅମାଣ ଆଠଗୁଣ୍ଠ ଉପନ୍ୟାସ କେଉଁ ପତ୍ରିକାରେ ପ୍ରକାଶ ପାଉଥିଲା? ଉତ୍ତର ଉତ୍କଳ ସାହିତ୍ୟ। ମାଟିର ମଣିଷ ଉପନ୍ୟାସ କେଉଁ ପତ୍ରିକାରେ ପ୍ରକାଶ ପାଉଥିଲା? ଉତ୍ତର ସହକାର।